ନୂଆ ଗ୍ୟାସ୍ ଚୁଲା ଆଣିଲା ପରେ ମୋ ସହିତ ଏମିତି କିଛି ହେଇଯିବ ବୋଲି ମୁଁ ଭାବି ହିଁ ନଥିଲି। ତ ଜୟ ଜଗନ୍ନାଥ ସାଙ୍ଗ। ସକାଳୁ ସକାଳୁ ଉଠି ମୁଁ ବାହାରିକି ପଳେଇ ଆସିଲି ଆମ ଦୋକାନ ପାଖକୁ। ଦୋକାନ ପାଖରେ ପହଞ୍ଚିଲା ପରେ ମୁଁ କିଛି ସମୟ ଦୋକାନ ପାଖରେ ବସିଲି। ତା କିଛି ସମୟ ପରେ ମୁଁ ଦୋକାନ ବନ୍ଦ କରିଦେଇ ପଳେଇ ଆସିଲି ଘରୁ। କାହିଁକି ନା ମତେ ରସାଳପୁର ବ୍ୟାଙ୍କ ଯିବାର ଅଛି ପଇସା ଉଠେଇବା ପାଇଁ। ଦୋକାନ ପାଖକୁ ଆସିଥିଲେ ଗୋଟେ ମୋ ସହିତ ଆଇସ୍କ୍ରିମ ବେପାର କରିବା ପାଇଁ। ତାଙ୍କ ପାଖରୁ ଗୋଟେ ଆଇସ୍କ୍ରିମ ଖାଇ ମୁଁ ପଳେଇ ଆସିଲି ଘର ପାଖକୁ। ତ ଘର ପାଖରେ ଆସିକି ଦେଖିଲି କି ଆମ କୁକୁର ବେକ ମୁଡିକି ଶୋଇଛି। ତାପରେ ମୁଁ ମୋ ଆକାଉଣ୍ଟ ବହି ନେଇକି ପଳେଇ ଆସିଲି ରସାଳପୁର ଗ୍ରାମ୍ୟ ବ୍ୟାଙ୍କ ପାଖରେ ପହଞ୍ଚିଲା ପରେ ମୁଁ ବ୍ୟାଙ୍କ ଭିତରକୁ ଗଲି। ବ୍ୟାଙ୍କ ଭିତରକୁ ଯାଇ ପ୍ରଥମେ ଯାଇ ମୁଁ ୱିଡ୍ରାଲ୍ ପେପର ନେଇ ଆସିକି ମୁଁ ଲେଖିଦେଲି କେତେ ଟଙ୍କା ନବାର ଅଛି। ତାପରେ ପଇସା ନେଇକି ଆମେ ପଳେଇ ଆସିଲୁ ଗୋଟେ ଦୋକାନକୁ ମୋବାଇଲ ଚାର୍ଜର ନେବା ପାଇଁ। ଭାଇଙ୍କୁ କହିଲି କି ଆମକୁ ଗୋଟେ ମୋବାଇଲ ଚାର୍ଜର ଦିଅ। ମୋବାଇଲ ଚାର୍ଜର ଦେଖିଲା ପରେ ଆମେ ନେଇକି ପଳେଇ ଆସିଲୁ ଘରକୁ। ତାପରେ ଉପରବେଳ ହେଲା ଆମେ ବାପା ନୂଆ ଗ୍ୟାସ ଚୁଲା କିଣିବା ପାଇଁ ପଣ୍ଡା ଭାଇଙ୍କ ଦୋକାନ ପାଖକୁ ଆସିଲୁ। ତାପରେ ପଣ୍ଡା ଭାଇ ଆମକୁ ଦେଖେଇଲେ ଗ୍ୟାସ ଚୁଲା। ତାପରେ ଆମେ ଏଥିରୁ ଗୋଟେ ଗ୍ୟାସ ଚୁଲା ସିଲେକ୍ଟ କରିକି ପଣ୍ଡା ଭାଇଙ୍କୁ ଆଣିକି ଦେଲୁ। ଆଉ ପଣ୍ଡା ଭାଇ ଗୋଟେ ଗୋଟେ କରିକି ସବୁ ଜିନିଷ ଲଗେଇଦେଲେ ତା ଦେହରେ। ତାପରେ ଆମେ ଘରକୁ ନେଇକି ପଳେଇ ଘରକୁ ଆଣିଲା ପରେ ଚୁଲାରେ ଯେମିତି ନିଆଁ ଲାଗିଲାନି। କାହିଁକି ନା ମୁଁ ଟାଙ୍କି ଅନ୍ କରିନଥିଲି। ଟାଙ୍କି ଅନ୍ କଲା ପରେ ମୁଁ ଯେମିତି ଗ୍ୟାସ ଲଗେଇଲି ସେତେ ସ୍ପିଡରେ ନିଆଁଟା ଉଠିଲା। ମୁଁ ଭାବିଲି ମୋ ହାତ